ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ନାମର ଗୌରବ ମହିମା ସ୍ତୁତି ପ୍ରଶଂସା ଏବଂ ଧନ୍ୟବାଦ ହଉ। ଆଜିର ଏହି ପବିତ୍ର ଦିନରେ ସଦାପ୍ରଭୁ ଆମ୍ଭମାନଙ୍କୁ ଆଣିଅଛନ୍ତି। ପ୍ରଭୁ ସହବର୍ତ୍ତୀ ହୁଅନ୍ତୁ, ସାହାଯ୍ୟ କରନ୍ତୁ। ଆସୁ ଯାକୁବ ତାହାର 1 ଅଧ୍ୟାୟ ତାର 2-3 ଆମ୍ଭେମାନେ ଅଧ୍ୟୟନ କଲୁ। ଆଜିର ପ୍ରସଙ୍ଗ ନାମ ପରୀକ୍ଷା। ଆଜିର ପ୍ରସଙ୍ଗ ନାମ ପରୀକ୍ଷା। ପରୀକ୍ଷା ଏହି ପ୍ରକାର ଆମ୍ଭମାନଙ୍କୁ ଆଣିଦିଏ, ଯେ ପର୍ଯ୍ୟନ୍ତ ଆମେ ପରୀକ୍ଷାରେ ପଡ଼ିବା ନାହିଁ ସେ ପର୍ଯ୍ୟନ୍ତ ଆମ୍ଭେମାନେ ବିଜୟ ହେଇପାରିବା ନାହିଁ। ପରମେଶ୍ୱରଙ୍କ ଦୃଷ୍ଟିରେ ଆମ୍ଭେମାନେ ପରୀକ୍ଷାରେ ହିଁ ପଡ଼ିବା ଆବଶ୍ୟକତା। ପରୀକ୍ଷାରେ ପଡ଼ିଲେ ଯାଇ ଆମ୍ଭେମାନେ ଉନ୍ନତ ପଥରେ ଗତି କରିପାରିବା। ପ୍ରଭୁ ସହବର୍ତ୍ତୀ ହୁଅନ୍ତୁ, ସାହାଯ୍ୟ କରନ୍ତୁ। ତାର 4 ବିଷୟ କହିବା ପାଇଁ ଚାହେଁ ପରୀକ୍ଷାର। କାହିଁକି ପରୀକ୍ଷା ପରମେଶ୍ୱର କରନ୍ତି? ଦ୍ୱିତୀୟ, ପରୀକ୍ଷା କାହାକୁ ଆସେ? ତୃତୀୟ, ପରୀକ୍ଷା କାହିଁକି ଆସେ? ଚତୁର୍ଥ, ପରୀକ୍ଷା ଆସିବାରେ ଆଶୀର୍ବାଦ କ'ଣ କ'ଣ? ସେଥିରୁ ଅଳ୍ପ ସମୟ କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ପ୍ରଭୁ ସହବର୍ତ୍ତୀ ହୁଅନ୍ତୁ, ସାହାଯ୍ୟ କରନ୍ତୁ। ଯାକୁବ ତାର 1 ଅଧ୍ୟାୟ ତାର 2-3 ଆମେ ଅଧ୍ୟୟନ କଲୁ ପରୀକ୍ଷା ବିଷୟ। ତାର 4 ବିଷୟ କହୁ କହୁ ମୁଁ ଗୋଟିଏ ବିଷୟ ବା କିମ୍ବା 2 ବିଷୟ କହି ମୁଁ ସମାପ୍ତ କରିବି। ପରୀକ୍ଷା କାହାକୁ ଆସେ? ପରୀକ୍ଷା ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବା ବିଶ୍ୱାସୀ ମାନଙ୍କୁ ପରୀକ୍ଷା ଆସେ ନାହିଁ। ସମସ୍ତ ପରିବାର ଖ୍ରୀଷ୍ଟିଆନ ର ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ପରୀକ୍ଷା ଆସେ ନାହିଁ। କାହିଁକି କହିଲି ସମସ୍ତ ବିଶ୍ୱାସୀ ମାନଙ୍କୁ ଆସେ ନାହିଁ? କାରଣ ସମସ୍ତେ ପରିପକ୍ୱ ଖ୍ରୀଷ୍ଟିଆନ ନୁହନ୍ତି। କିଛି ଖ୍ରୀଷ୍ଟିଆନ ଏହି ପ୍ରକାର ଖ୍ରୀଷ୍ଟିଆନ ଅଟନ୍ତି, ସେମାନେ ମଣ୍ଡଳୀରେ ଆତ୍ମିକତା କିନ୍ତୁ ବାହାରେ ସେମାନେ ଆତ୍ମିକତା ନଥାନ୍ତି। ଏହି ପ୍ରକାର ସମସ୍ତଙ୍କୁ ପରୀକ୍ଷା ଆସେ ନାହିଁ। କାହାକୁ ପରୀକ୍ଷା ଆସେ? ଅଧ୍ୟୟନ କରନ୍ତୁ ମାଥିଉ ଲିଖିତ ସୁସମାଚାର ତାର 4 ଅଧ୍ୟାୟର 1 ପଦ। ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ସେତେବେଳେ କହିଲେ କେତେବେଳେ? ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋହନଙ୍କ ଦ୍ୱାରା ମନ ପରିବର୍ତ୍ତନର ବାପ୍ତିଜିତ ହେଲେ, ସେତେବେଳେ ଶୟତାନ ପରୀକ୍ଷକ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ଆସିଲେ। ତାମାନେ ଯେଉଁମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସମ୍ପୂର୍ଣ୍ଣତା ଭାବରେ ବାପ୍ତିଜିତ ହୁଅନ୍ତି ଏବଂ ଯେଉଁମାନେ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରନ୍ତି। ତୃତୀୟତଃ, ଯେଉଁମାନେ ପ୍ରଭୁଙ୍କ ଦ୍ୱାରା ପୁତ୍ର ବୋଲି ଗଣାଯାନ୍ତି ସେମାନଙ୍କୁ ପରୀକ୍ଷା ଆସିଥାଏ। ସାଧାରଣ ବିଶ୍ୱାସୀ ମାନଙ୍କୁ ପରୀକ୍ଷା ଆସେ ନାହିଁ। ଯେଉଁମାନେ ପରୀକ୍ଷାରେ ଦୃଢ଼ତା ହେବା ପାଇଁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଆନ୍ତି ସେମାନଙ୍କ ଜୀବନରେ ପରୀକ୍ଷା ଆସିଯାଏ। ହାଲେଲୁୟା। ପରୀକ୍ଷା ଆମମାନଙ୍କ ଜୀବନରେ ଆସିବା ଦରକାର ଅଟେ, କାରଣ ପରୀକ୍ଷା ଆନନ୍ଦିତ ଆଣିଦିଏ। ପରୀକ୍ଷା ବିଶ୍ୱାସର ଧୈର୍ଯ୍ୟକୁ ଉତ୍ପନ୍ନ କରେ। ସେଇ ଯାକୁବ ତାର 1 ଅଧ୍ୟାୟ 2-3 ଆମ୍ଭେମାନେ ଅଧ୍ୟୟନ କରିଅଛୁ। ତା ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରୀକ୍ଷକ ପରୀକ୍ଷା କରିବା ପାଇଁ ଆସିଲେ। ତା ମାନେ ପରମେଶ୍ୱରଙ୍କ ପୁତ୍ର ବୋଲି ସେ ଜାଣିକରି ପରୀକ୍ଷା କରିବା ପାଇଁ ଆସିଲେ। ଗୋଟେ କଥା କହିବା ପାଇଁ ଚାହେଁ, କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବେଳାରୁ ଜୀବନ ପର୍ଯ୍ୟନ୍ତ ଯୀଶୁଙ୍କୁ ଡାଇରେକ୍ଟ ଶୈତାନ କହିପାରିଲେ ନାହିଁ। ଇନଡାଇରେକ୍ଟରେ ଯୀଶୁଙ୍କୁ ଖୋଜୁଥିଲେ ଶୈତାନ। ଅନେକ ମାଧ୍ୟମ ଦେଇ ଯୀଶୁଙ୍କୁ ଖୋଜିଲେ। ମୃତ୍ୟୁ ମଧ୍ୟ ଯୀଶୁଙ୍କୁ ଖୋଜିଲା କିନ୍ତୁ ପାଇଲା ନାହିଁ। ହେରୋଦ ରାଜା ଯୀଶୁଙ୍କୁ ବଧ କରିବା ପାଇଁ ଇଚ୍ଛା ପ୍ରକାଶ କଲେ
ଏବଂ 2 ବର୍ଷର ଛୁଆକୁ ଶିଶୁକୁ ଅନେକ ଶିଶୁକୁ ବଦ୍ଧ କରାଗଲା, କିନ୍ତୁ ଯୀଶୁଙ୍କୁ ବଦ୍ଧ କରାଗଲା ନାହିଁ। ଶୈତାନ କାହିଁକି ପରୀକ୍ଷା କରିବା ପାଇଁ ଆସିପାରିଲା ନାହିଁ? ମାତ୍ର ଯେତେବେଳେ ଡୁବନ ନିଆଗଲା, ସେତେବେଳେ ଶୈତାନ ପରୀକ୍ଷା କରିବା ପାଇଁ ଆସିଲେ। ଆଉ ପ୍ରଥମ ପରୀକ୍ଷା କୋଉ ଅଛନ୍ତି? ଆଉ ପରୀକ୍ଷକ ତାଙ୍କ ନିକଟକୁ ଆସି କହିଲା, ତୁମେ ଯେବେ ଈଶ୍ୱରଙ୍କ ପୁତ୍ର ବୋଲି ଶୈତାନ ଆପଣ ମୁଖରେ ପ୍ରକାଶ କଲେ, ତା ମାନେ ଶୈତାନ ଜାଣିପାରିଲେ ଯେ ଏ ହେଉଛି ଈଶ୍ୱରଙ୍କ ଏକମାତ୍ର ପୁତ୍ର। ହାଲେଲୁୟା। ଯଦି ଶୈତାନ ଆପଣମାନଙ୍କ ଜୀବନରେ ପରୀକ୍ଷା ଆଣିଦିଏ, ତାମାନେ ଆପଣ ଈଶ୍ୱରଙ୍କ ପୁତ୍ର ଏବଂ ସନ୍ତାନ ମାନେ ଅଟନ୍ତି। ଏଥିପାଇଁ ଆନନ୍ଦିତ କର, ଏଥିପାଇଁ ପରୀକ୍ଷା ଆପଣ ଜୀବନରେ ଆସୁ ହିଁ ଆସୁ। ଯଦି ପରୀକ୍ଷା ଆସିଅଛି, ତା ମାନେ ସଦାପ୍ରଭୁ ଆମମାନଙ୍କୁ ଉତ୍ତୀର୍ଣ୍ଣ କରିବା ପାଇଁ ସେ ପରୀକ୍ଷା କରନ୍ତି। ଯଦି ଆମ୍ଭମାନଙ୍କ ଜୀବନରେ ଆମେ ଯଦି ଉତ୍ତୀର୍ଣ୍ଣ ହେବା ପାଇଁ ଚାହୁଁ, ତାହେଲେ 10th କ୍ଲାସ ପାସ୍ ହେଲେ ହିଁ +2 ଆମେ ଯିବା। ଯଦି 10th ରେ ଆମେ ଝରକାରୁଆକା ଦେଖି ଶିଖିବା, ଆମ ନାମ ସ୍କୁଲରେ ନାମକରଣ ନଥିବ, ଏକ୍ଜାମ ଦେଇପାରବା? ପ୍ରତ୍ୟୁଷ ଆମର ପ୍ରିଭିୟସ୍ ଟିଚର ଥିଲେ, ଦେଇପାରବା ନାହିଁ, କେବେ ବି ନାହିଁ। ତା ମାନେ ଯୋଉମାନେ ସେ ସ୍କୁଲରେ ନାମକରଣ ହେଇଅଛି, ସେମାନେ ହିଁ ପରୀକ୍ଷା ଦେଇ ପାରିବେ। ଧନ୍ୟ ହଉ ଆମ୍ଭମାନଙ୍କ ଜୀବନରେ ପରମେଶ୍ୱର ପରୀକ୍ଷା ଆଣନ୍ତି। ତାମାନେ ଆମ୍ଭମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ଯାଇଥିବା ସକାଶୁ ସେ ଆମ୍ଭମାନଙ୍କୁ ଗୋଟିଏ ଗୋଟିଏ କରି ଉନ୍ନତ ପଥରେ ନେବା ପାଇଁ ସେ ପରୀକ୍ଷା ଆଣିଦିଏ। এই পরীক্ষা আম্ভମାନଙ୍କୁ বল দেবা নিমন্তে পরীক্ষা আনিদিয়ে। কেবে মধ্য নিরাশ হুଅନ୍ତୁ ନାହିଁ, কেবে মধ্য হতাশ হুଅନ୍ତୁ ନାହିଁ। ଆପଣ ଜୀବନରେ ଯେତେବେଳେ ପ୍ରଭୁ ପରୀକ୍ଷା ଆଣିଦିଏ, ସେତେବେଳେ ଆନନ୍ଦ କରନ୍ତୁ, ଯେ କାରଣ ପରମେଶ୍ୱର ମୋତେ ବାଛିଅଛନ୍ତି, ଏହା ବିଶ୍ୱାସ କରି ଅଗ୍ରସର ହୁଅନ୍ତୁ। ଶୈତାନ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ଆସିଲେ। ଡୁବନ ନେଲା ପରେ ତାହାର 17 ପଦ, 3-17 ପଦ। ଆଉ ଦେଖ, ଆକାଶରୁ ଏଇ ବାଣୀ ହେଲା, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ଶୈତାନ କେବେ ମଧ୍ୟ ପରମେଶ୍ୱର ପୁତ୍ରକୁ ଛାଡ଼େ ନାହିଁ। ଶୈତାନ ଆପଣା ପୁତ୍ରକୁ କ'ଣ କରେ? ଛାଡ଼ିଦିଏ। ଏ ତ ମୋରଟା, କେବେ ଯିବ ନାହିଁ। ଯେମିତି କଲେ ମଧ୍ୟ ଏ ମୋରଟା ଯିବ ନାହିଁ। ଏଇ କଥା ନେଇ କରି ପରମେଶ୍ୱରଙ୍କର ଦୂତ ମିଖାଏଲଙ୍କ ଦୂତ ସହିତ ବାଦନୁବାଦ କରି ଯୁଦ୍ଧ କଲେ। ଏକ ଶବ ନିବନ୍ତେ, ସେଇ ଶବ ମଶାଙ୍କର ଶବ। ସେଇ ଶବକୁ ଶୈତାନ ଲୁସିଫର ଆସି କହିଲେ, ତୁମର ସେଇ 10 ଆଜ୍ଞାରେ କ'ଣ ଲେଖାଯାଇଛି, ନର ହତ୍ୟା କରିବା ଲୋକ ସ୍ୱର୍ଗ ଯାଇପାରିବେ କି? এই ବାର୍ତ୍ତାଳାପ କରୁ କରୁ ମିଖାଏଲ ହାରିଗଲେ ବୋଲି ଲେଖା ଅଛି। ଯହୂଦାଙ୍କ ପତ୍ର ତାର 1-9 ପଦ। ମିଖାଏଲ ହାରିଗଲେ, ସାହସହୀନ ହୋଇଗଲେ ଗୋଟିଏ ଶବ ନିମନ୍ତେ। ଏବଂ କରାଯାଇଥିବା ଭୁଲକୁ ଯେତେବେଳେ ମଶା ଯୁବା ହୋଇଥିଲେ, ସେଇ ଯୁବାର ଭୁଲକୁ ସେ ଧରି ବସିଥିଲେ। ଯେଉଁ ପର୍ଯ୍ୟନ୍ତ ମୃତ୍ୟୁ ଆସିନଥିଲା ମଶାଙ୍କ ଜୀବନରେ, ସେଇ ଭୁଲକୁ ଧରି ବସିଥିଲେ ଶୈତାନ। ପ୍ରିୟ, ଆଜିର ଉପସ୍ଥିତ ଶୈତାନରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକମାନଙ୍କୁ ଶୈତାନ ଛାଡ଼ିଦିଏ ତାଙ୍କ ରାସ୍ତାରେ। ଏ ମୋର ସନ୍ତାନ କେବେ ମଧ୍ୟ ଯିବ ନାହିଁ ବୋଲି। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ପୁତ୍ର ବୋଲି ଗଣା ଯାଆନ୍ତି,
कन्या बोली गणा जाती संतान संतति बोली परमेश्वर द्वारा गणा जाती शैतान से मानक पछरे एई प्रकार लागी थाए जे प्रकार लुहा को चुमक धरिबा पाई चेष्टा करे सेई प्रकार शैतान लागी थाए गृहरे हो बाहरे हो मंडल रे हो अंतरे हो मन रे हो कोई बा शैली रे मध्य शैतान कार्य करे पितर कहले तुम्हें ही एकमात्र ईश्वर को पुत्र बोली कहले तत्संगे पितर कहते तुमको छाड़वा मु देवी ना मु मरी गले सीना छाड़वा को देवी ना तेज जीशु कौन कहले शैतान इच्छा को पूरण करना है तत्क्षणात् शैतान मन को छाड़गला इस कार्य तो यहूदा जीशु ख्रीष्ट सहित सेवा कले प्रत्येक आश्चर्य कार्य देखिले किंतु शैतान को स्थान देले शैतान जगी थाए केते बड़े परमेश्वर को संतान मानू मु ग्रास करी हिंस प्रकार से सिंह गर्जन करिला सदृश से जगी थाए एथिपाई प्रिय आज उपस्थित मंडली जेते बळे मध्य परमेश्वर परीक्षा आनी दिए ता माने सदा प्रभु आपण मानक जीवन रे एक उन्नति पथरे नेबा पाए आपणा करी तळी धरी रखिबा पाए आपणर संतानर मुद्रांकित करिबा पाए से परीक्षा आनी दिए हालेलुया जो माने परीक्षा प्राप्त होई विजय हेबा पाए चाहती से मृत्युंजय परमेश्वर ठारे अपना मन प्राण आत्मा को दियंतु से परीक्षार विजय शक्ति प्रदान करिवे द्वितीयत काहे की परीक्षा आसे छोट छोट करी कहिबी लंबा कहिबी नाय परीक्षा काहे की आसे केहि जने पुरे साहाय्य करंतु यात्रा पुस्तक 16:4 हाँ हाँ धन्यवाद सदा प्रभु परमेश्वर इस्राएल लोक मानू माना देले प्रत्येक विषय जोगाइले एवं कहउछंती से माने मो सहित विश्वासता रहिबे कि नाही एई निमंते परीक्षा कले परमेश्वर आज हम मान जीवन सब किछि प्रभु दे पारि थांती सब किछि प्रभु दे अछंती सब किछि पाई कि ही जदि परमेश्वर को विश्वासता को आमे बंचाई रखिना हूं ताहले प्रभु परीक्षा करिबा पाए चाहती बेले बेले में भूली जाओ प्रत्येक विषय अच्छी मोर किछि अभाव नाई एई मन नहीं करी आमे प्रभु को सहित जो आमे माने वाग्दान करियछु सेथुर आमे दूर को चाली जाई थाउ सेथुर निकटवर्ती करी दृढ़ करे रखिबा पाए से परीक्षा आनी दिए द्वितीय डिटोनोमी तार 8 अध्याय 2 पद अध्ययन करंतु 3-4 गोटे विषय लेखा अच्छे से अध्ययन कर आज सभा को आम समाप्त करवा हाँ एतकी पुणी तुम्हें ताहाको आज्ञा पालन करिबो कि नहीं आज्ञा रे गति करुछो कि नहीं सदा प्रभु देखाई थिबा पथरे आम्हे माने जाऊ कि नहीं प्रभु कहिथिबा प्रत्येक शब्द को अपना जीवन रे आम्हे माने रखिछु कि नहीं एथिपाई परमेश्वर परीक्षा आनी दिए द्वितीयत हाँ तुम्हार मनर विषय रे मनरे कौ प्रकार विषय अच्छी ताहा जानिबा पाए परमेश्वर परीक्षा करंती हाँ हाँ आमेन प्रथम ताहाको आज्ञारे आमे चालुछु कि नाही द्वितीयते ताहाको आमे मनरे रखिछु कि नाही तृतीयत
आम्भमानको स्वभाव प्रभुଙ୍କ ठारे नम्र अछि कि ना नाही एथिपाई परीक्षा आसीथिए। प्रभु आम्भमानको परीक्षा करे आम्भमानको जीवन रे नम्रता अछि कि ना नाही नम्रतार स्वभाव अछि कि नाही एथिपाई पाउल लेखु लेखु फिलिप रे लेखि अछन्ते 2:5 पद जीशु ख्रीष्टଙ୍କର मन जे प्रकार थिला तुमମାନଙ୍କ परि मते से प्रकार मन हेउ। रोमियो ताहार 13:14 पद लेखा जाए जीशु ख्रीष्टଙ୍କୁ वस्त्र रूपरे परिधान कर। प्रभु आमମାନଙ୍କୁ सहवर्ती हुअन्तु। आशीर्वाद काहीँକି ଆସିଦିଏ ଆପଣମାନଙ୍କ ଜୀବନକୁ ଧାର୍ମିକତା କରିବା ପାଇଁ ଆପଣମାନଙ୍କ ଜୀବନକୁ ଗୋଲ୍ଡ କରିବା ପାଇଁ ଗୋଲ୍ଡ ସୁବର୍ଣ୍ଣ କରିବା ପାଇଁ ଏବଂ ଆପଣଙ୍କ ଜୀବନରେ 2 ଗୁଣ ଆଶୀର୍ବାଦ କରିବା ପାଇଁ ସଦା ପ୍ରଭୁ ପରୀକ୍ଷା ଆଣିଦିଏ। ପ୍ରଭୁଙ୍କ ନାମର ଗୌରବ ମହିମା ହେଉ। ସ୍ୱୟଂ ପ୍ରତ୍ୟେକ ଆପଣ ସ୍ଥାନରୁ ବାହି ଯାଅ ପ୍ରଭୁଙ୍କ ଚରଣ ସମର୍ପିତ ହେବା ପ୍ରଭୁଙ୍କ ନାମର ଧନ୍ୟବାଦ କରିବା ପ୍ରଭୁଙ୍କ ସ୍ତୁତି ବନ୍ଦନା ଏବଂ ଧନ୍ୟବାଦ କରୁ। ପ୍ରଭୁ ସହବର୍ତ୍ତୀ ହୁଅନ୍ତୁ ସାହାଯ୍ୟ କରନ୍ତୁ ଆମ୍ଭମାନଙ୍କ ଜୀବନରେ ସଦାପ୍ରଭୁ ଯେତେବେଳେ ପରୀକ୍ଷା ଆଣି ଦିଆଇଥାଏ ସେହି ପରୀକ୍ଷା ଆମ୍ଭମାନଙ୍କୁ ପ୍ରଭୁଠାରୁ ଦୂରକୁ ଯିବା ପାଇଁ ନୁହେଁ ପରୀକ୍ଷା ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ପରୀକ୍ଷା ଆସିଥାଏ। ଅନେକ ବିଷୟର କଥା କହିବାର ଥିଲା ପ୍ରଭୁ ଚାଳନା ଦେଇଥିଲେ ଅନେକ ନିଗୁଡ଼ତ ବିଷୟ କହିବା ପାଇଁ ପ୍ରକାଶ ପାଇଥିଲେ ଅନେକ ବିଷୟର ସଦାପ୍ରଭୁ ବାକ୍ୟ ଦ୍ୱାରା କଥା କହିବା ବୋଲି ମୁଁ ନିବେଦନ ସହିତ ଆଣ୍ଠୁ ପାତିଥିଲି। ଅନେକ ହୃଦୟର ବେଦନାକୁ ସଦାପ୍ରଭୁ ପ୍ରକାଶ କରନ୍ଥାନ୍ତି। ଆମେମାନେ ମଧ୍ୟ ପ୍ରଭୁଙ୍କର ପ୍ରତ୍ୟେକ ବିଷୟକୁ ଶ୍ରବଣ କରିବାରେ ତତ୍ପର ହେବା କହିବାରେ ଧୀର ହେବା। ଧନ୍ୟବାଦ ହେଉଛୁ ପିତା ତୁମରି ଗୌରବ ମହିମା ହେଉ ତୁମରି ସ୍ତୁତି ପ୍ରଶଂସା ହେଉ। ଆଜିର ବାକ୍ୟ ଦ୍ୱାରା ପ୍ରଭୁ ତୁମେ କଥା କହିଅଛ ପରୀକ୍ଷା କାହିଁକି ଆସେ ପରୀକ୍ଷା ଆମ୍ଭମାନଙ୍କୁ ପ୍ରଭୁ ତୁମରି ନିକଟବର୍ତ୍ତୀ ହେବା ପାଇଁ ତୁମରି ପୁତ୍ରର ଅଧିକାର ପ୍ରାପ୍ତ ହେବା ପାଇଁ ତୁମରି ସେହି ସିଂହାସନ ଚରଣରେ ରହିବା ପାଇଁ ଆମ୍ଭମାନଙ୍କୁ ପ୍ରଭୁ ପରୀକ୍ଷା କରିଥାଅ ବୋଲି ଧନ୍ୟବାଦ। ପରୀକ୍ଷା ଧାର୍ମିକତାରେ ଗଣନା କରିବା ପାଇଁ ପରୀକ୍ଷା ଆମ୍ଭମାନଙ୍କୁ 2 ଗୁଣରେ ଆଶୀର୍ବାଦ ଦେବା ନିମନ୍ତେ ତୁମେ ପରୀକ୍ଷା କରୁଛ ବୋଲି ଧନ୍ୟବାଦ ଦେଉଛୁ। ଧନ୍ୟବାଦ ହଉ। ଆସୁ ଏହି ସମୟରେ ଆମେ ପ୍ରତ୍ୟେକ ପ୍ରଭୁଙ୍କ ଚରଣ ସମର୍ପିତ ହେଉ। ଯେତେବେଳେ ଆମ୍ଭମାନେ ଗହଣରେ ଉପସ୍ଥିତ ଅଛନ୍ତି ପ୍ରାର୍ଥନାରେ ସାହାଯ୍ୟ କରିବେ ତାପରେ ପ୍ରଭୁ ଶିଖାଇଥିବା ପ୍ରାର୍ଥନା କରି आशीर्वाद प्राप्त है आजर सभारो समाप्त करेगा। स्वर्गीय अनुग्रहकारी पिता परमेश्वर हम तेरे सम्मुख आते हैं खुदावन हम आपको धन्यवाद 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 का बलिदान चढ़ाते हैं प्रभु जी। हालेलुया। अच्छी आराधना करने के लिए तूने हमें मौका दिया इसलिए हम आपको धन्यवाद देते हैं। बच्चों को पिता परमेश्वर हालेलुया वचन बोलने के लिए तूने मदद किया धन्यवाद। अच्छी प्रभु जीवित गवाहियों को तूने सुनने के लिए मदद किया इसलिए हम आपको धन्यवाद 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 का बलिदान चढ़ाते हैं प्रभु जी। हालेलुया। प्रभु जितने लोग यहाँ उपस्थित है हर एक को नाम बनाम लेकर तेरे हाथों में समर्पण करते हैं खुदावन। प्रभु हमें ऐसा सौभाग्य दिया कि हम तेरी आराधना खुले रीति से आज हम कर पाए इसलिए हम आपको लाख लाख धन्यवाद देते हैं खुदावन। प्रभु जैसे हमने वचन में सुना खुदावन हालेलुया जब जब तुम्हारी परीक्षा हो तो इसे आनंद की बात समझो करके प्रभु जी। लेकिन मनुष्य होने के नाते प्रभु जी कई बार हमारे जीवन में रोग रूपी निराशा रूपी आर्थिक समस्या रूपी और कई नाना प्रकार की समस्याएं जब हमारे जीवन में आती हैं ये परीक्षाएं हमारे जीवन में आती है हम कई बार प्रभु जी निराशा में पड़ जाते हैं आपको प्रश्न पूछने लगते हैं खुदावन। लेकिन प्रभु होने दे हम सबकी मदद कर ताकि हम परीक्षा में प्रभु जब परखे जाए प्रभु जी उसमें हम पिता एक खरा सोना निकल कर हालेलुया हमें उबरने के लिए तो सहायता कर खुदावन। हालेलुया। प्रभु जितने बार भी हमारी परीक्षा हो प्रभु हम हालेलुया उस समय भी पिता परमेश्वर तुझे धन्य कहने वाले हो सके प्रभु तेरी
आराधना करने वाले हो सके, तेरे वचन में मनन करने वाले हो सके खुदावन। ओ रोग की सैया हो, चाहे किसी भी प्रकार की समस्या क्यों न हो पिता परमेश्वर, उस समय में भी प्रभु तुझे धन्य 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 कहने के लिए तू सहायता कर खुदावन, ताकि हम और भी नम्र बन जाए और भी पिता परमेश्वर ओ तेरी आज्ञाओं को मानते हुए प्रभु जी तेरे पीछे पीछे चलने वाले हम हो सके खुदावन। ऐसी आप हमारी अगुवाई करे खुदावन। एक एक प्रभु जी एक और बार कलीसिया के हर एक लोगों को तेरे हाथ में समर्पण करते हैं, पूरे सप्ताह भर संभालिए खुदावन, हर एक के संग संग और हर एक के अंग अंग रहिए खुदावन। यीशु के नाम में हर एक व्यक्ति को, बच्चों को, जवानों को, बुजुर्गों को तेरे सुरक्षा के बाड़े में हम घेर लेते हैं खुदावन। यदि कोई इस समय किसी समस्या में है, बीमारी में है, प्रभु यीशु के नाम में दूर हो जाए खुदावन परमेश्वर। हालेलुया। पूरे सप्ताह भर संभालिए, आने वाले मीटिंग्स में प्रभु तेरी आशीष होने पाए, आपके दासों को इस्तेमाल करे खुदावन परमेश्वर, और सारी बातें मिलकर भलाई को उत्पन्न करने के लिए तो सहायता कर। एक और बार प्रभु जी हम सबको तेरे हाथ में समर्पण करते हैं, विशेषकर पासवान उनके परिवार को आपके हाथ में समर्पण करते हैं। अगुवाई करें, सेवकाई में और भी इस्तेमाल करें, सारी समस्याओं को आप दूर करें खुदावन। सारा आदर महिमा जलाल देते हुए उद्धारकर्ता मसीह यीशु के नाम में इस विनती को मांगते सुनर कबूल कर स्वर्गीय पिता। आमेन। आसु शेष प्रार्थना करो। हे आम हमनको स्वर्गस्थ पिता, तुम नाम पवित्र मान्य हो, तुम्हारे राज्य आसु, जेपरी स्वर्गरे सेपरी पृथ्वी तुम इच्छा सफल हो। आज आम हमको प्रचार दियो, आम्हे माने जेपरी आपण आपण अपराध मान क्षमा करियछु, से पर अपराध सब क्षमा कर। परीक्षा नहीं मात्र मंद रक्षा कर, जो राज्य पराक्रम गौरव जुगे जुगे तुम्हारे हो। आमेन। प्रभु जीशु ख्रीष्टଙ୍କର ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ, ପବିତ୍ର ଆତ୍ମାଙ୍କ ଶାନ୍ତି ସହଭାଗିତା ମଣ୍ଡଳ ପ୍ରତି ସଦା ସର୍ବଦା ତୁମର ଦ୍ୱୈତାନ ପର୍ଯ୍ୟନ୍ତ ପ୍ରଚୁର ଭାବରେ ଆଶୀର୍ବାଦ ବର୍ତ୍ତି ରହୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।